मनोज दासଙ୍କ श्रीकृष्ण कहानी चतुर्थ परिच्छेद दिव्य शिशुर आविर्भाव। मु पाठ करुछि समीर रंजन दास। टिकिए रही जाओ, पछरु डाक देले देवकी। थरुटिए मु मन पुराई देखिनिए मो पुअर मुह। किए जाने ताकू आउ थरे भेटिबार सौभाग्य केबे हेबो बा हेबो कि नाही। कारा कोठरी टपी निजर जंत्रणा भूली जाई देवकी प्राय दौड़ी दौड़ी आसी वसुदेवंक पाखरे ठिया हेले। देवी महामायाଙ୍କ ଠାରୁ ବିଚ୍ଛୁରିତ ହେଉଥିଲା ଯେଉଁ ଆଲୋକ, ସେତେବେଳକୁ ତାହା ଅଦୃଶ୍ୟ ହୋଇଯାଇଥାଏ। ଉଭୟ ଦେବକୀ ଓ ବସୁଦେବ ଅନ୍ଧକାର ଭିତରେ ନୟନ ବିସ୍ଫାରିତ କରି ଶିଶୁକୁ ଦେଖିବାକୁ ଚେଷ୍ଟା କରୁଛନ୍ତି। ହଠାତ୍ ଏକ ନୀଳାଭ ଉଜ୍ଜ୍ୱଳ ନକ୍ଷତ୍ର ପ୍ରାୟ ଝଟକି ଉଠିଲା ତାର ଅନୁପମ ବଦନ। ପିତାମାତାଙ୍କ ହୃଦୟରେ ଆନନ୍ଦ ଉଛୁଳି ଉଠିବା ବେଳକୁ ସେମାନଙ୍କୁ ଆତ୍ମହରା କଲା ବିସ୍ମୟ। ପ୍ରଥମେ ଦୁହେଁ ନିଜ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ, କିନ୍ତୁ ନିମିଷକେ ବୁଝିପାରିଲେ ସେ ଆଉ କେହି ନୁହେଁ, ସ୍ୱୟଂ ବିଷ୍ଣୁଙ୍କ ନବଜାତ ରୂପ। ଚାରି ହାତରେ ତାର ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ। ଅବଶ୍ୟ କ୍ଷଣକ ଉତ୍ତାରୁ ଅଦୃଶ୍ୟ ହେଲା ସେ ଅପୂର୍ବ ଦୃଶ୍ୟ। ତଥାପି ଅନିନ୍ଦ୍ୟ ଅପରୂପ ସେ ଶିଶୁର ସୌନ୍ଦର୍ଯ୍ୟ ଅଲିଭା ରହିଗଲା ଦୁହିଁଙ୍କ ସ୍ମୃତିରେ। କଣ୍ଠସ୍ୱର ନିମ୍ନ କରି କହିଲେ ବସୁଦେବ, ବୁଝିଲ ତ? ଅସଂଖ୍ୟ ଭକ୍ତଙ୍କର ଆକୁଳ ଆବେଦନରେ ଉଦ୍ବେଳିତ ହୋଇ ଆଜି ଅବତୀର୍ଣ୍ଣ ମହାପ୍ରଭୁ ସେ ଦ୍ୱିତୀମାନ ରୂପ ଆଉ ମୁହୂର୍ତ୍ତକ ପାଇଁ ରହିଥାନ୍ତା ହେଲେ। ମୃଦୁ କଣ୍ଠରେ ଅଭିଯୋଗ କଲେ ଦେବକୀ। ତୁମକୁ ତାଙ୍କ ସ୍ୱରୂପର ଆଭାସ ଦେବା ପରେ ଆଉ ତାର ପ୍ରୟୋଜନ ନଥିଲା। ଭଗବାନ ଅବତାର ରୂପେ ଆସନ୍ତି, କିନ୍ତୁ ମଣିଷ ରୂପ ନେଇ ମଣିଷ ଭିତରେ ଚଳପ୍ରଚଳ ହେବା ନିମନ୍ତେ। ତାହେଲେ ଯାଇ ମଣିଷ ବି ତାଙ୍କ ସହ ମିଶି ତାଙ୍କ ଭିତରେ ଥିବା ଦିବ୍ୟତାର ସ୍ପର୍ଶ ପାଇବ। ନିଜ ଅନ୍ତରରେ ମଣିଷ ହେବ ମହିୟାନ। କହିଲେ ବସୁଦେବ, ଏତେ କଥା ମୁଁ ବୁଝିପାରିବି ନାହିଁ, କିନ୍ତୁ ବୁଝୁଛି। ପୁଅ ମୋର ଅନ୍ୟ ଶିଶୁଙ୍କଠୁ ଭିନ୍ନ ଦିଶିଲେ, ରୂପ ତାର ଦେବତୁଲ୍ୟ ହେଲେ, ସେ କଂସର କୌଣସି ନା କୌଣସି ଗୁପ୍ତଚରର ଦୃଷ୍ଟି ଆକର୍ଷଣ କରନ୍ତା। ନା, ପୁଅ ମୋର ଦେଖାଯାଉ ସାଧାରଣ, ଅନ୍ୟ 10 ଜଣଙ୍କ ଭଳି। ଦେବକୀ ଦୀର୍ଘଶ୍ୱାସ ଛାଡ଼ି କହିଲେ, ଠିକ୍, ଆଉ ସମୟ ନାହିଁ, ମୁଁ ଚାଲିଲି ନନ୍ଦଗ୍ରାମ ଅଭିମୁଖେ। କହିଲେ ବସୁଦେବ ଏବଂ ଶିଶୁକୁ ଛାତିରେ ଭିଡ଼ି ଧରି ଅଗ୍ରସର ହେଲେ। ପ୍ରାସାଦ ତଥା ସମଗ୍ର ଦୁର୍ଗର ଏକ ପରେ ଏକ ଦ୍ୱାର ତାଙ୍କ ଆଗରେ ଆପଣା ଛାଏଁ ଖୋଲି ଯାଉଥାଏ। ଭୟାବହ ଅନ୍ଧକାର, ଭୀଷଣ ପବନରେ କାନ୍ଥ ଦେହରେ ପିଟି ହୋଇ ଯାଉଥାନ୍ତି ଝରକା କବାଟ ସବୁ। ବଜ୍ରନାଦରେ ପ୍ରକମ୍ପିତ ନଗରୀ। ମୂର୍ଚ୍ଛାହତ ପ୍ରହରୀମାନଙ୍କ ଭିତରୁ କେହି କେହି ନିଜ ନିଜ ଅଜାଣତରେ ଚିତ୍କାର କରୁଥାନ୍ତି, କିନ୍ତୁ ସେତିକି। କାହାରି ଆଖି ଫିଟୁ ନଥାଏ, ଚେତା ଫେରୁ ନଥାଏ। ନଗରୀ ବାହାରକୁ ଆସି ବସୁଦେବ ଥରେ ଚତୁର୍ଦିଗ ତଥା ଆକାଶକୁ ଅନାଇଲେ। ଊର୍ଦ୍ଧ୍ୱରେ ମେଘର ଭୀମକାୟ ପର୍ବତମାନେ ଯେମିତିକି ପରସ୍ପର ପିଟି ହୋଇ ଯାଉଥାନ୍ତି। ବିଦ୍ୟୁତ୍ର କରତ ପୁଣି ସେମାନଙ୍କୁ ଚିରି ଖଣ୍ଡ ଖଣ୍ଡ କରି ଦେଉଥାଏ। ଶୁଭୁଥାଏ ମୁହୁର୍ମୁହୁ ବଜ୍ରନାଦ। ବସୁଦେବ ଶିଶୁଆଡ଼େ ମୁହଁ ଫେରାଇଲେ। ସେ କିଟିମିଟି ଅନ୍ଧକାର ଭିତରେ ଶିଶୁ ମୁହଁରୁ ବିକିରିତ ହେଉଥାଏ ଅନୁପମ ଦିବ୍ୟ ଜ୍ୟୋତି। ସମ୍ମୁଖରେ ପୂର୍ଣ୍ଣ ଗର୍ଭା ଯମୁନା ନଦୀ। ବସୁଦେବ ନିର୍ଭୟରେ ସେ ଉତ୍ତାଳ ଜଳରାଶି ଭିତରେ ପ୍ରବେଶ କଲେ। ତୀବ୍ର ପବନରେ ଢେଉ ବାରମ୍ବାର ଲମ୍ଫ ଦେଇ ଶିଶୁକୁ ଛୁଇଁ ଦେବାକୁ ଚେଷ୍ଟା କରୁଥାଏ।
ସେତିକି ଯେମିତି ତାର ପବିତ୍ର ଆକାଂକ୍ଷା। ହଠାତ୍ ବସୁଦେବ ଚେତି ଉଠିଲେ। ମୂଷଳ ଧାରାରେ ବର୍ଷା ହେଉଥିଲେ ବି ତାଙ୍କ ଶରୀରକୁ କିମ୍ବା ଶିଶୁ ଦେହକୁ ସେଥିରୁ ବିନ୍ଦୁଏ ଜଳ ସ୍ପର୍ଶ କରୁନାହିଁ। ଉପରକୁ ଅନାଇବା ମାତ୍ରେ ତାଙ୍କ ବିସ୍ମୟ ଆନନ୍ଦ ଓ କୃତଜ୍ଞତାରେ ପରିଣତ ହେଲା। ସେ ଦେଖିଲେ ଓ ବୁଝିଲେ ସର୍ପ ସମ୍ରାଟ ବାସୁକି ନିଜର ବହୁମୁଖୀ ଫଣା ଉନ୍ମୋଚନ କରି ସେ ଅନନ୍ୟ ନବଜାତକୁ ଓ ତାଙ୍କୁ ବର୍ଷା ଦାଉରୁ ରକ୍ଷା କରି ଚାଲିଛନ୍ତି। ନଦୀ କ୍ରମେ ଗଭୀର ହେଉଛି। ବିଜୁଳି ଆଲୁଅରେ ସେ ଦିଶୁଛି ପ୍ରଚଣ୍ଡ। କିନ୍ତୁ ବସୁଦେବଙ୍କ ମନରୁ ସମସ୍ତ ଆଶଙ୍କା ହେଲା ଦୂରୀଭୂତ। ଯଦି ବିଧାତା ତାଙ୍କୁ ଏ ପ୍ରବଳ ବର୍ଷା ଦାଉରୁ ସୁରକ୍ଷା ଦେବାର ବ୍ୟବସ୍ଥା କରିଛି, ତେବେ ନଈ ପାରି ହେବାରେ ମଧ୍ୟ ବିଧାତାର ସହାୟତା ଅବଶ୍ୟ ତାଙ୍କ ସହିତ ବିଦ୍ୟମାନ। ଏହି ବିଶ୍ୱାସ ବଳବତ୍ତର ହେବା କ୍ଷଣି ତୀବ୍ର ସ୍ରୋତ ଠେଲି ଆଗକୁ ଆଗକୁ ଅଗ୍ରସର ହେବା ତାଙ୍କ ସକାଶେ ଆଉ କ୍ଲେଶକର ହେଲା ନାହିଁ। ମନେ ହେଲା ସେ ସତେ ଅବା ଗୋଟାଏ କୋମଳ ଶସ୍ୟକ୍ଷେତ୍ର ଭିତର ଦେଇ ବାଟ ଚାଲୁଛନ୍ତି। ବିପରୀତ ତୀରରେ ପହଞ୍ଚିବା ବେଳକୁ ବର୍ଷା ଛାଡ଼ି ଯାଇଥାଏ। ଅପସରି ଯାଇଥାନ୍ତି ଦିବ୍ୟ ସର୍ପ ବାସୁକି। ନଦୀର ଅଦୂରରେ ଗୋପଗ୍ରାମ, ତହିଁ ନନ୍ଦରାଜଙ୍କ ନିବାସ। ବସୁଦେବ ଧନ୍ଦି ହେଲେ ଏଇଆ ଭାବି, ହଠାତ୍ ତାଙ୍କୁ ଦେଖି କେହି ଯଦି ପ୍ରଶ୍ନ କରିବ ସେ କିଏ, ମଧ୍ୟରାତ୍ରରେ ଏକ ଶିଶୁକୁ କୋଳେଇ ସେ ଚାଲିଛନ୍ତି କେଉଁ ଉଦ୍ଦେଶ୍ୟରେ, ତେବେ ସେ କ'ଣ ଉତ୍ତର ଦେବେ? କିନ୍ତୁ ଉତ୍ତର ତତ୍କ୍ଷଣାତ୍ ଆସିଗଲା ତାଙ୍କ ମନକୁ। ମହାମାୟାଙ୍କ ଯେଉଁ ବିଭୂତି ବଳରେ ସମଗ୍ର ମଥୁରାର ନରନାରୀ ଚେତାଶୂନ୍ୟ ହୋଇଗଲେ, ସେ ମାୟା କ'ଣ ଗୋପରେ ବି କାର୍ଯ୍ୟକାରୀ ହୋଇନଥିବ? ଚାହୁଁ ଚାହୁଁ ଆକାଶର ବହୁଳାଂଶ ହେଲା ମେଘମୁକ୍ତ। ତାରା ନକ୍ଷତ୍ରଙ୍କ ଦ୍ୟୁତି ତଥା କ୍ଷୀଣ ଜହ୍ନ ଆଲୁଅରେ ନନ୍ଦଙ୍କ ନଅର ଗୋଟାଏ ମାୟାପୁରୀ ଭଳି ଦିଶୁଥାଏ। ବସୁଦେବ ନିର୍ବିବାଦରେ ଅଭ୍ୟନ୍ତରକୁ ଯାଇ ନନ୍ଦରାଜାଙ୍କ ରାଣୀ ଯଶୋଦାଙ୍କ କକ୍ଷରେ ପହଞ୍ଚିଲେ। କାରୁକାର୍ଯ୍ୟ ଶୋଭିତ ଦୁଇ ପିଲ୍ଲି ସଜ ଉପରୁ ଦୁଇ ପ୍ରଦୀପ ବିତରଣ କରୁଥିଲେ ସ୍ନିଗ୍ଧ ମୃଦୁ ଆଲୋକ। ତଳେ ଶୋଇଥିଲେ ରାଣୀଙ୍କ ଦୁଇ ପରିଚାରିକା, ସଭିଏ ନିଦ୍ରାଭିଭୂତା। ଏକମାତ୍ର ଯିଏ ନିଜର ସୁନ୍ଦର ସୁକୁମାର ଆଖି ମେଲି ଆଗନ୍ତୁକକୁ ସତେ ଯେପରି ସ୍ୱାଗତ କରୁଥିଲା, ସିଏ ଯଶୋଦାଙ୍କ କୋଳରେ ସାଇତା ସଦ୍ୟଜାତ କନ୍ୟା। ବଡ଼ ଛନ୍ଦମୟ ଭାବରେ ସେ ଆପଣାର ହାତ ଗୋଡ଼ ଆନ୍ଦୋଳିତ କରୁଥାଏ, ଯେମିତିକି ସେ ଆଗନ୍ତୁକଙ୍କ କୋଳକୁ ଡେଇଁ ପଡ଼ିବାକୁ ପ୍ରସ୍ତୁତ। ସଜ ସଜଳ ନୟନରେ ତାର ଯେମିତି କିଛି ରହସ୍ୟମୟ ଇଙ୍ଗିତ। ଉନ୍ମୁକ୍ତ ଦ୍ୱାର ଦେଶ ଦେଇ ପଶି ଆସୁଥିବା ପବନରେ ଥରୁଥାଏ ଦୀପଶିଖା। ଝଟକି ଉଠୁଥାଏ ଦୁଇଟି ଅପୂର୍ବ ବଦନ, ଗୋଟିଏ ବସୁଦେବଙ୍କ ବକ୍ଷ ସଂଲଗ୍ନ, ଅନ୍ୟଟି ଯଶୋଦାଙ୍କ କୋଳରେ। ସେ ଦୁଇ ଦୃଶ୍ୟରେ ଆତ୍ମହରା ହୋଇ ରହିଥାନ୍ତି ବସୁଦେବ। ଶୁଭିଲା ଏକ ପ୍ରଚଣ୍ଡ ବଜ୍ରଧ୍ୱନି। ବସୁଦେବ ନିଜ ଆଶୁ ଦାୟିତ୍ୱ ସମ୍ପର୍କରେ ଚେତି ଉଠିଲେ। ଅତି ଧୀରେ ସେ ନିଜ ସନ୍ତାନକୁ ଯଶୋଦାଙ୍କ କୋଳରେ ଥୋଇଦେଲେ। ଉଠାଇ ନେଲେ ତାଙ୍କ କନ୍ୟାକୁ। ଭଉଣୀ ମୋର, ମୃଦୁ କଣ୍ଠରେ ସେ ନିଦ୍ରିତା ଯଶୋଦାଙ୍କ ଉଦ୍ଦେଶ୍ୟରେ କହିଲେ, ତୁମ ବାତ୍ସଲ୍ୟ ପ୍ରେମ, ତୁମ ନିରାପତ୍ତା ଭିତରେ ମୁଁ ମୋ ସନ୍ତାନଟିକୁ ରଖିଦେଲି। କିନ୍ତୁ ତୁମ ସନ୍ତାନର ଭାଗ୍ୟରେ କ'ଣ ଅଛି ଜାଣେନା। ମୋତେ କ୍ଷମା କର। ଦିବ୍ୟ ଜନନୀଙ୍କର ଯଥା ନିର୍ଦ୍ଦେଶ ମୁଁ କରୁଛି ତଥା କର୍ମ। ଶେଷଥର ପାଇଁ ନିଜ ପୁତ୍ର ମୁହଁ ଦେଖିନେଇ ନନ୍ଦକନ୍ୟାଟିକୁ ନିଜ ଛାତି ପାଖକୁ ତୋଳି ନେଇ ସେ କ୍ଷିପ୍ର ପଦପାତରେ ନିର୍ଗତ ହେଲେ ସେ ସୁପ୍ତ ନଅରରୁ। ପ୍ରଭାତ ହେଲା। ଦେବକୀଙ୍କ କକ୍ଷ ଭିତରୁ ଭାସି ଆସିଲା ସଦ୍ୟଜାତ ସନ୍ତାନର କ୍ରନ୍ଦନ।
କଂସ ପ୍ରାସାଦର ସମସ୍ତ ନରନାରୀ ସଦ୍ୟ ଚେତା ଫେରି ପାଇଥାନ୍ତି। ବିଦାୟୀ ରାତିର ସମସ୍ତ ଘଟଣା ଅପଶ୍ରୂୟମାଣ ଅନ୍ଧକାର ଭିତରେ ଲୁଚି ରହି ହଜିଗଲା ଦିଗ୍ବଳୟରେ। ପ୍ରହରୀମାନେ ଦୌଡ଼ ଦେଲେ। କିଏ ଆଗ କଂସକୁ ସେ ସମ୍ବାଦ ଦେବ ସେହି ପ୍ରତିଯୋଗିତାରେ। ମହାରାଜ ଦେବକୀଙ୍କ ଅଷ୍ଟମ ସନ୍ତାନ ଭୂମିଷ୍ଠ। ଏକାଧିକ କଣ୍ଠସ୍ୱର କଲେ ଏ ଘୋଷଣା। କଂସ ତଡ଼ିତ୍ ବେଗରେ ନିଜ କକ୍ଷରୁ ବାହାରି ଆସିଲା। କଣ୍ଠ ତାର ସ୍ତବ୍ଧ, କିନ୍ତୁ ଆଖିରୁ ନିର୍ଗତ ହେଉଥାଏ ଭୟପ୍ରଦ ତୀବ୍ର ଅସ୍ୱାଭାବିକ ଆଲୁଅ। ଅଚିରେ ସେ ପହଞ୍ଚିଗଲା ଦେବକୀଙ୍କ ଶଯ୍ୟା ନିକଟରେ। ଭାଇ ମୋର, ଦେବକୀ ଆର୍ତ୍ତସ୍ୱରରେ କହିଲେ, ଏଇଟା ଗୋଟାଏ କନ୍ୟା, ତୁମର କ'ଣ ବା ଇଏ କରିପାରିବ? ଗୋଟାଏ ପରେ ଗୋଟାଏ ମୋର ସବୁ ସନ୍ତାନକୁ ତୁମେ ଛଡ଼ାଇ ନେଇଛ, ନିର୍ମମ ଭାବେ ହତ୍ୟା କରିଛ। ଏଇ ଗୋଟିକୁ ବଞ୍ଚିବାକୁ ଦିଅ। ଅନ୍ତତଃ ମୁଁ ବଞ୍ଚି ରହିବା ପାଇଁ ଗୋଟାଏ ଅବଲମ୍ବନ ରହିଥାଉ। ଉଦ୍ବିଗ୍ନ ଉନ୍ମତ୍ତ କଂସ ସେ ମିନତି ଶୁଣିପାରିଲା କି ନା ସନ୍ଦେହ। ସଜଳ ନୟନରେ ତା ଆଗକୁ ଆସି କହିଲେ ବସୁଦେବ, ଭାଇ କଂସ, ମୁଁ ପ୍ରତିଶ୍ରୁତି ଦେଉଛି, ଏ ସନ୍ତାନକୁ ଧରି ଆମେ ଯାଇ ଦୂର ବନସ୍ତରେ ବାସ କରିବୁ। ନହେଲେ ଏ କନ୍ୟାକୁ ତୁମ ଇଚ୍ଛା ଅନୁସାରେ ତୁମେ ତୁମର କୌଣସି ଅନୁଗତର ପୁତ୍ର ସହ ବିବାହ ଦେବ। ତୁମ ଆୟତ୍ତ ବାହାରକୁ ସେ ଯାଇପାରିବ ନାହିଁ। ମୋର ମିନତି, ଏ ବିଚରା କନ୍ୟାଟିକୁ ବଧ କରି ତୁମେ ଆଉ ଅଧିକ ପାପ ଅର୍ଜନ କର ନାହିଁ। ମୋର ଏ ସ୍ପଷ୍ଟ ଚେତାବନୀ ପାଇଁ କ୍ଷମା କର। ବସୁଦେବ, ମୁଁ କ'ଣ ଯଥେଷ୍ଟ ପାପ କରିନାହିଁ? ଏଇ ଗୋଟିକୁ ବଧ କଲେ ବା ନ କଲେ ସେ ପାପର ପରିଣାମ କେତେ ମାତ୍ରାରେ ଉଣା ଅଧିକ ହେବ। ଏହି ଗୋଟିକ ପରା ଦେବକୀର ଅଷ୍ଟମ ସନ୍ତାନ, ମୋର ପରମ ଶତ୍ରୁ। ଯଦି ଏହାକୁ ତ୍ରାହି ଦେବି, ତେବେ ଅନ୍ୟଗୁଡ଼ିକୁ ହତ୍ୟା କରି ଆସୁଥିଲି କେଉଁ ନିର୍ବୋଧତାରୁ? କଂସ ଏତକ କହିସାରି ଛାଡ଼ିଲା ଏକ ଅଟ୍ଟହାସ୍ୟ। ତାହା ଶୁଭିଲା ଯେତିକି ବିକଟ ସେତିକି ବିକଳ। ବସୁଦେବ ବୁଝିଲେ, ସେ ପାଷାଣ୍ଡ ହୃଦୟରେ ବିବେକର ସଞ୍ଚାର ଅସମ୍ଭବ। ସେ ଚୁପ୍ ହେଲେ, କିନ୍ତୁ ଦେବକୀ କଂସର ପାଦ ଜାବୁଡ଼ି ଧରିଥାନ୍ତି। ଛାଡ଼, କଂସର ଧମକରେ ଯେମିତି ନିମିଷେକ ପାଇଁ ଭୂମିକମ୍ପ ହୋଇଗଲା। ତାର ଦୁଇ ଲୋମସ ହାତ ଲମ୍ବି ଯାଇ ହିଂସ୍ର ଭଙ୍ଗୀରେ ଉଠାଇ ନେଲା କନ୍ୟାଟିକୁ। ଦେବକୀ ମୂର୍ଚ୍ଛା ଗଲେ। ବଜ୍ରାହତ ପ୍ରାୟ ଠିଆ ହୋଇ ରହିଥାନ୍ତି ବସୁଦେବ। କଂସ ଯଥାରୀତି ବାହାରି ଯାଇ ସେହି ଅଭିଶପ୍ତ ଶିଳାଖଣ୍ଡ ପାଖରେ ଅଟକିଲା। ଯଥାରୀତି ଶିଶୁର କୁନି କୁନି ଦୁଇ ପାଦ କବ୍ଜା କରି ତାକୁ ଛେଚିଦେବା ପୂର୍ବରୁ ଶୂନ୍ୟରେ ଚକ୍ରାକାରେ ବୁଲାଇଲା। କିନ୍ତୁ ତା ପାଇଁ ଅପେକ୍ଷା କରୁଥିଲା ମରଣାନ୍ତକ ବିସ୍ମୟ। ଉଲ୍କା ଗତିରେ ଶିଶୁଟି ଖସିଗଲା ତା ହାତରୁ। ପ୍ରଭାତର ନୀଳ ନିର୍ମଳ ଉଜ୍ଜ୍ୱଳ ଆକାଶ ଭିତରକୁ ସେ ଉଠିଗଲା ବିଦ୍ୟୁତ୍ ଗତିରେ। ହତବମ୍ବ କଂସ ଦେଖିଲା, ଏକ ଦୀପ୍ତିମାନ ସ୍ୱର୍ଣ୍ଣାଭ ମଶାଲ ଭଳି ଝଟକି ସେ ବିଲୀନ ହେଲା ଅସୀମରେ। ସଙ୍ଗେ ସଙ୍ଗେ ଶୁଭିଲା ଏକ ଭୀମ କଠୋର କଣ୍ଠ, ଯେମିତି ମେଘମାଳା ଭେଦ କରି ଖସି ଆସିଲା ଶବ୍ଦର ଏକ ବଜ୍ର। ନୃଶଂସ କଂସ, ଜାଣି ରଖ, ତୋର ନିଧନକାରୀ ତୋ ହାତ ପାଆନ୍ତା ବାହାରେ। ସେ ବଢ଼ୁଥିବ ନିରାପଦରେ। ନିର୍ବାକ୍ ନିଶ୍ଚଳ ହୋଇ ଠିଆ ରହିଥାଏ କଂସ। ସତେ ଯେପରି ସେ ହଠାତ୍ ହରାଇଛି ନିଜର ଦୁଇ ପାଦ ତଥା ବାହୁ ଯୁଗଳରୁ ସମସ୍ତ ପ୍ରାଣଶକ୍ତି।